ମିଲୁ ସୁମତିଙ୍କ ଶୟନ କକ୍ଷକୁ ଆସି କହିଲା, ଆସ ଭାଉଜ, ତୁମେ ଶୋଇପଡ଼, ମୁଁ ତୁମର ଅଣ୍ଟାରେ ମୁଭ ଲଗାଇ ହାଲୁକା ମାଲିସ କରିବି, ଯାହାଦ୍ୱାରା ତୁମର ବାକି ଯନ୍ତ୍ରଣା ମଧ୍ୟ ଭଲ ହୋଇଯିବ। ସୁମତି ତାଙ୍କୁ ମନା କରି କହିଲେ, ନା ମିଲୁ, ହେବାକୁ ଦିଅ, ମୁଁ ନିଜେ କରିବି। ମିଲୁ କହିଲେ, ତୁମେ ନିଜେ ମୁଭ ଲଗାଇ କିନ୍ତୁ ମାଲିସ କରିବା କଷ୍ଟକର ହେବ, ମୁଁ ତୁମକୁ ସାହାଯ୍ୟ କରିବି, ଏହା ତୁମର ବାକି ଯନ୍ତ୍ରଣା ମଧ୍ୟ ଭଲ କରିଦେବ। ଏହା କହି ମିଲୁ ଚେୟାରରୁ ଉଠି ବିଛଣାରେ ଥିବା ସୁମତିଙ୍କ ପାଖକୁ ଆସି ତାଙ୍କୁ ଶୋଇବାକୁ କହିଲା। ଭାଉଜ, ଏହାକୁ କେଉଁଠାରେ ଲଗାଇବି କୁହ? ମିଲୁଙ୍କ ସହାନୁଭୂତି ଏବଂ ଚିନ୍ତାଧାରା ଦେଖି ସୁମତି ତାଙ୍କୁ ମନା କରିପାରିଲେ ନାହିଁ। ପ୍ରକୃତ କଥା ହେଲା, ସେ ଯନ୍ତ୍ରଣାର ବାହାନା କରି ମିଲୁଙ୍କୁ କଷ୍ଟ ଦେବାକୁ ଚାହୁଁନଥିଲେ। ସେ ଲାଜରେ ଓଲଟା ଶୋଇପଡ଼ି ତାଙ୍କ ଶାଢ଼ୀକୁ ଅଣ୍ଟା ଉପରକୁ ଟିକିଏ ଟାଣି କହିଲେ, ଏଠାରେ ଲଗାଅ। ମିଲୁ ତାଙ୍କ ଆଙ୍ଗୁଠିରେ ଟିକିଏ ମୁଭ ନେଇ ଧୀରେ ଧୀରେ ସୁମତିଙ୍କ ଅଣ୍ଟାରେ ଘଷିବାକୁ ଲାଗିଲେ। ସୁମତିଙ୍କ ପିଠି ଉପରେ ତାଙ୍କ ହାତ ପଡ଼ିବା ମାତ୍ରେ ସେ ଆଶ୍ୱସ୍ତି ଅନୁଭବ କଲେ। ମିଲୁ ଧୀରେ ଧୀରେ ମାଲିସ କରିବାକୁ ଲାଗିଲେ, ଆଉ ସୁମତି ତାଙ୍କ ହାତର ସ୍ପର୍ଶକୁ ବହୁତ ଆରାମଦାୟକ ଅନୁଭବ କଲେ। ଯେତେବେଳେ ମିଲୁଙ୍କ ଆଙ୍ଗୁଠି ତାଙ୍କ ଗୁପ୍ତ ଅଙ୍ଗ ପାଖରେ ପହଞ୍ଚିଲା, ସୁମତିଙ୍କ ହୃଦୟ ଦ୍ରୁତ ଗତିରେ ଧଡ଼କିବାକୁ ଲାଗିଲା, କିନ୍ତୁ ସେ ନିଜକୁ ନିୟନ୍ତ୍ରଣ କଲେ ଏବଂ ମିଲୁଙ୍କୁ ତାଙ୍କ ସାହାଯ୍ୟ ପାଇଁ ଧନ୍ୟବାଦ ଦେଲେ। ମିଲୁ ଭାଉଜଙ୍କୁ ପଚାରିଲେ ଯେ ସବୁଠାରୁ ଅଧିକ ଯନ୍ତ୍ରଣା କେଉଁଠି ହେଉଛି। ସୁମତି ସେତେବେଳେ ଟିକେ ଦ୍ୱନ୍ଦ୍ୱରେ ପଡ଼ିଗଲେ। ଅଜାଣତରେ ସିଏ ଉତ୍ତର ଦେଲେ ଯେ ଏହା ଟିକେ ତଳକୁ। ମିଲୁ ପୁଣି ମୁଭକୁ ଟିକେ ତଳକୁ ଲଗାଇବାକୁ ଚେଷ୍ଟା କଲେ, ଯଦିଓ ସେହି ମାଲିସ କେବଳ ଏକ ଔପଚାରିକତା ଥିଲା। ମିଲୁଙ୍କ ହାତର ସ୍ପର୍ଶ ସୁମତିକୁ ଅତ୍ୟନ୍ତ ଆରାମ ଦେଉଥିଲା। ଭାଉଜ, ଯଦି ଆପଣ ଆପଣଙ୍କର ସାଲୱାରକୁ ଟିକେ ତଳକୁ କରନ୍ତି, ତେବେ ମୁଁ ମୁଭ ଠିକ ଭାବରେ ଲଗାଇ ପାରିବି। ମିଲୁ ଏହା କହିଲେ। ସୁମତି ଟିକେ ସକୋଚ କଲେ, କିନ୍ତୁ ତଥାପି ସେ ତାଙ୍କର ସାଲୱାରକୁ ଟିକେ ତଳକୁ ଘୁଞ୍ଚାଇ ଦେଲେ। ସୂତାର ଗଣ୍ଠି ଯୋଗୁଁ ସାଲୱାର ସମ୍ପୂର୍ଣ୍ଣ ତଳକୁ ଖସି ପାରିଲା ନାହିଁ, କିନ୍ତୁ ଏହା କିଛି ପରିମାଣରେ ଖସିଗଲା। ମିଲୁ ତାପରେ କହିଲେ, ଭାଉଜ, ଆପଣଙ୍କ ଚର୍ମ ଏତେ ସଫା, ଏହା ବହୁତ ଗୋରା। ମିଲୁଙ୍କଠାରୁ ଏହା ଶୁଣି ସୁମତି ତାର ଗାଲ ଲଜ୍ଜାରେ ଲାଲ ହୋଇଗଲା, କିନ୍ତୁ ସେ ଓଲଟା ପଡ଼ି ରହିଥିଲେ। ତେଣୁ ମିଲୁ ତାଙ୍କୁ ମାଲିସ କରି ଚାଲିଲେ। ସେ ନିଶ୍ଚିତ ଥିଲେ ଯେ ମିଲୁ ତାଙ୍କର ଯତ୍ନ ନେଉଛନ୍ତି ଏବଂ ତାଙ୍କ କଥା ତାଙ୍କ ପ୍ରତି ସମ୍ମାନ ପ୍ରତିଫଳିତ କରୁଥିଲା। ମିଲୁ ତାଙ୍କୁ ଆଉ କିଛି ସମୟ ପାଇଁ ମାଲିସ କଲେ। ଆଉ ଯେତେବେଳେ ସୁମତି କହିଲେ ଯେ ସେ ଏବେ ଭଲ ଅଛନ୍ତି, ସେ ଚୁପଚାପ ଉଠି ଉପର ମହଲାକୁ ଚାଲିଗଲେ। ସୁମତି ଆଜି ଏକ ଭିନ୍ନ ପ୍ରକାରର ଶାନ୍ତି ଅନୁଭବ କରୁଥିଲେ। ବର୍ଷ ବର୍ଷ ପରେ କେହି ଜଣେ ତାଙ୍କର ଏପରି ଭାବରେ ଯତ୍ନ ନେଇଥିଲେ, ଯାହା ଭିତରେ ସହାନୁଭୂତି ଏବଂ ସ୍ନେହ ଲୁଚି ରହିଥିଲା। ମିଲୁଙ୍କ ବିଷୟରେ ଭାବି ସେ ଶୋଇପଡ଼ିଲେ। ସେ ଏହା ଜାଣି ମଧ୍ୟ ପାରିଲେ ନାହିଁ, ପରଦିନ ସକାଳେ ଯେତେବେଳେ ସେ ଉଠିଲେ, ସେ ସତେଜ ଏବଂ ଶାନ୍ତ ଅନୁଭବ କଲେ। ଗାଧୋଇବା ପରେ ସୁମତି ବହୁତ ଭଲ ଭାବରେ ପ୍ରସ୍ତୁତ ହେଲେ ଏବଂ ଏକ ଲାଲ ଏବଂ ଧଳା ଏମ୍ବ୍ରୋବେରୀ ଯୋଡ଼ା ପିନ୍ଧିଲେ। ଟିକିଏ ମେକଅପ୍ କରିବା ପରେ ସେ ରୋଷେଇ ଘରେ ଜଳଖିଆ ପ୍ରସ୍ତୁତ କରିବାକୁ ଲାଗିଲେ। ଜଳଖିଆ ପ୍ରସ୍ତୁତ କରିବା ସମୟରେ ସେ ପ୍ରତ୍ୟେକ ଥର ରୋଷେଇ ଘରର ଦ୍ୱାର ପାଖକୁ ଆସୁଥିଲେ ଏବଂ ସିଡ଼ି ଆଡ଼କୁ ଚାହିଁ ରହୁଥିଲେ। ମିଲୁଙ୍କ କାମକୁ ଯିବାର ସମୟ ହୋଇଗଲା। ଜଳଖିଆ ପ୍ରସ୍ତୁତ କରି ବାହାରକୁ ଆସିବା ମାତ୍ରେ ମିଲୁ ସିଡ଼ି ଦେଇ ଓହ୍ଲାଉଥିଲେ। ସେ କହିଲେ, ଭାଉଜ, ଆପଣ ଆଜି ବହୁତ ସୁନ୍ଦର ଦେଖାଯାଉଛନ୍ତି। ଗତକାଲିର ମସାଜର ପ୍ରଭାବ ପଡ଼ିଛି ବୋଲି ମନେ ହେଉଛି। ମିଲୁ ହସି ହସି କହିଲେ। ସୁମତି ହସି ଉତ୍ତର ଦେଲେ, ଏହାର ପ୍ରଭାବ ପଡ଼ିଛି, କିନ୍ତୁ ତୁମେ କିପରି ଜାଣିଲ? ମିଲୁ ଲାଜରେ କହିଲା, ଭାଉଜ, ତୁମେ ସବୁବେଳେ ଭଳି ଭଲ ଡ୍ରେସ୍ ପିନ୍ଧିଛ, ମେକଅପ୍ କରିଛ, ମୁଁ ଅନୁଭବ କଲି ଯେ ପିଠି ଯନ୍ତ୍ରଣା ଏବେ ଠିକ ଅଛି। ସୁମତି ହସି କହିଲା, ତୁମେ ଠିକ ଚିହ୍ନିଛ। ଏବେ ଡାଇନିଂ ଟେବୁଲ ଉପରେ ବସ, ମୁଁ ଜଳଖିଆ ଆଣିବି। ତାପରେ ଦୁହେଁ ଏକାଠି ନାସ୍ତା ଖାଇବା ଆରମ୍ଭ କଲୁ। ଏହି ସମୟରେ ମିଲୁ ସୁମତିଙ୍କୁ ପଚାରିଲେ, ଭାଉଜ, ତୁମେ କେବେ ଶାଢ଼ୀ ପିନ୍ଧୁ ନାହଁ କି? ସୁମତି ଉତ୍ତର ଦେଲେ, ମୁଁ ଏହାକୁ ପିନ୍ଧେ, କିନ୍ତୁ ବହୁତ କମ ବର୍ଷରେ ଥରେ କୌଣସି ବିଶେଷ ଅବସରରେ। ମିଲୁ କହିଲା, କାରଣ ମୁଁ ତୁମକୁ କେବେ ଶାଢ଼ୀ ପିନ୍ଧିବାର ଦେଖିନାହିଁ। ମୁଁ ଭାବୁଛି ତୁମେ ଶାଢ଼ୀ ପିନ୍ଧିଲେ ବହୁତ ସୁନ୍ଦର ଦେଖାଯିବ। ତାପରେ ମିଲୁ ଯିବା ସମୟରେ କହିଲା, ଭାଉଜ, ମୁଁ ବାହାରୁ ରାତ୍ରି ଭୋଜନ ଆଣିବି, ଘରେ ରାନ୍ଧିବ ନାହିଁ। ଏହା ଉପରେ ସୁମତି ହସି କହିଲେ, ଠିକ ଅଛି। ତାପରେ ମିଲୁ କହିଲା, ଯଦି ତୁମକୁ ଆଉ କିଛି ଦରକାର, ତେବେ ମୋତେ କୁହ, ମୁଁ ଫେରିବା ସମୟରେ ଆଣିବି। ତାପରେ ସୁମତି କହିଲା ଯେ ତାଙ୍କର ଆଉ କିଛି ଦରକାର ନାହିଁ। ଆଉ ମିଲୁ ଚାଲିଯିବା ପରେ ସେ ଛୋଟ ଛୋଟ କାମରେ ବ୍ୟସ୍ତ ହୋଇଗଲେ। ତାପରେ ସେ ଉପର ମହଲାକୁ ଯାଇ ମିଲୁଙ୍କ କୋଠରୀ ସଫା କରିବାକୁ ଲାଗିଲେ। ଏହି ସମୟରେ ସୁମତି ତାଙ୍କ ବିଛଣା ତଳେ କିଛି କପଡ଼ା ପଡ଼ିଥିବା ଦେଖିଲା। ତେଣୁ ସେ ନଇଁ ପଡ଼ି ତାହା ବାହାର କଲେ। ତାହା ଦେଖି ସୁମତି ଆଶ୍ଚର୍ଯ୍ୟ ହୋଇଗଲେ। ଏହା ଏକ ଲାଲ ରଙ୍ଗର ରେଶମ ଅଧା କପଡ଼ା ଥିଲା। ସୁମତି ଏହାକୁ ଭଲ ଭାବରେ ଦେଖିଲେ ଏବଂ ବୁଝିଗଲେ ଯେ
ଏହା କାହାର ବ୍ୟକ୍ତିଗତ ଜିନିଷ ହୋଇପାରେ ଯାହା ଭୁଲରେ ଏଠାରେ ରହିଯାଇଛି। ସେ ତୁରନ୍ତ କପଡ଼ାଟିକୁ ସାଇଟରେ ରଖି ଘର ସଫା କରିବାକୁ ଲାଗିଲେ। ଏହି ସମୟରେ ତାଙ୍କୁ 2 ଦିନ ପୂର୍ବର ଘଟଣା ମନେ ପଡ଼ିଗଲା। ସନ୍ତୋଷ ଏବଂ ସୀମା ଏହି କୋଠରୀରେ ଏକାଠି ଥିଲେ। ସେ ଭାବିଲେ ଯେ ଏହି କପଡ଼ା ସୀମାର ହୋଇପାରେ। ସୁମତି କପଡ଼ାଟି ଉଠାଇ ସେଥିରେ କିଛି ଧଳା ଦାଗ ଦେଖିଲେ। ସେହି ଲୋକମାନେ କିଏ ତାହା ବୁଝିବାକୁ ତାଙ୍କୁ ଅଧିକ ସମୟ ଲାଗିବ ନାହିଁ। ସେହି ଦାଗଗୁଡ଼ିକ ଦେଖି ସେ ଅନ୍ୟ ଏକ ଦୁନିଆରେ ହଜିଗଲେ। ତାପରେ ହଠାତ୍ ମୁଖ୍ୟ ଦ୍ୱାରରେ ଠକ ଠକ ଶବ୍ଦ ହେଲା। ତେଣୁ ସେ ସେହି କପଡ଼ାଟିକୁ ବିଛଣା ତଳେ ରଖି ବାହାରକୁ ଆସି ଦ୍ୱାର ଆଡ଼କୁ ଚାହିଁଲେ। ସେ ଦେଖିଲେ ଯେ ପଡ଼ୋଶୀରେ ରହୁଥିବା ମୀରା ସେଠାରେ ଠିଆ ହୋଇଛନ୍ତି। ହମ ମୀରା ଭାଉଜ, ମୁଁ ଏବେ ଆସୁଛି ବୋଲି ସୁମତି କହିଲେ। ଆଉ ଶୀଘ୍ର ମିଲୁର ରୁମ୍ ବନ୍ଦ କରି ତଳକୁ ଆସି ଦ୍ୱାର ଖୋଲିଲେ। ପଡ଼ୋଶୀରେ ରହୁଥିବା ମୀରା ଭାଉଜ 35 ବର୍ଷ ବୟସର ଥିଲେ ଏବଂ ଘରେ ଏକ ବ୍ୟୁଟି ପାର୍ଲର ଚଲାଉଥିଲେ। ମୀରା ପ୍ରାୟତଃ ଅପରାହ୍ନରେ ସୁମତିଙ୍କ ଘରକୁ ଆସୁଥିଲେ ଏବଂ ଦୁହେଁ ଏହି ବିଷୟରେ କଥା ହେଉଥିଲେ। ସେହି ସମୟରେ ସୁମତି ଆଉ ମୀରା ପଡ଼ୋଶୀ ବିଷୟରେ ବହୁତ କଥା ହେଲେ। ମୀରା ଚାଲିଯିବା ପରେ ସୁମତି ପୁଣି ଥରେ ଗାଧୋଇବାକୁ ନିଷ୍ପତ୍ତି ନେଲେ। ମିଲୁ ସକାଳେ ଏକ ଶାଢ଼ୀ ବିଷୟରେ କହିଥିଲା, ତେଣୁ ଗାଧୋଇବା ପରେ ସେ ଏକ ଗୋଲାପୀ ରଙ୍ଗର ପ୍ରିଣ୍ଟେଡ୍ ଶାଢ଼ୀ ପିନ୍ଧିଲେ ଏବଂ ସୁନ୍ଦର ରୂପାରଙ୍ଗର ପେନ୍ସିଲ ହିଲ୍ ସାଣ୍ଡେଲ ମଧ୍ୟ ପିନ୍ଧିଥିଲେ। ମିଲୁଙ୍କ ଆସିବାର ସମୟ ହୋଇଯାଇଥିଲା ଆଉ ସେ ସନ୍ଧ୍ୟା 6ଟାରେ ପହଞ୍ଚିଲେ। ଯେତେବେଳେ ସୁମତି ଦ୍ୱାର ଖୋଲିଲା, ମିଲୁ ତାଙ୍କୁ ବହୁତ ଧ୍ୟାନର ସହିତ ଦେଖିବାକୁ ଲାଗିଲେ। ତାଙ୍କୁ ଏତେ ଧ୍ୟାନର ସହିତ ଦେଖୁଥିବା ଦେଖି ସୁମତି ହସି ହସି କହିଲେ, ତୁମେ ଏମିତି କଣ ଦେଖୁଛୁ? ମିଲୁ ହସି ହସି କହିଲେ, ସତରେ ଭାଉଜ, ଆଜି ତୁମେ ଏହି ଶାଢ଼ୀରେ ବହୁତ ସୁନ୍ଦର ଦେଖାଯାଉଛ। ଏହା କହି ସେ ଭିତରକୁ ଆସିଲେ ଏବଂ ସେ ତାଙ୍କ ସହିତ ରାତ୍ରି ଭୋଜନ ମଧ୍ୟ ଆଣିଥିଲେ। ଭାଉଜ, ମୁଁ ରାତ୍ରି ଭୋଜନ ଆଣିଛି, ତୁମେ ଏହାକୁ ଟିକେ ଗରମ କରିଦିଅ। ମୁଁ ଉପର ମହଲାକୁ ଯାଉଛି। ମୁଁ ଫ୍ରେଶ ହେବା ଭିତରେ ତମେ ଗୋଟେ ଗ୍ଲାସ ସରବତ ତିଆରି କରିପାରିବ କି ପ୍ଲିଜ? ସୁମତି ତାଙ୍କୁ ଚାହିଁ ହସି ହସି କହିଲେ, ହଁ, କାହିଁକି ନୁହେଁ। ତାପରେ ମିଲୁ ଉପର ମହଲାକୁ ଗଲା ଆଉ ଯେତେବେଳେ ସେ ଫ୍ରେଶ ହୋଇ ତଳକୁ ଆସିଲା, ସେ ଏକ ଆରାମଦାୟକ ଟି ସାର୍ଟ ଏବଂ ସର୍ଟ ପିନ୍ଧିଥିଲା। ସୁମତି ସରବତ ତିଆରି କରି ତାଙ୍କ ରୁମକୁ ନେଇ ଗଲା ଆଉ ସେ ସେଠାରେ ଏକ କୁଲର ରଖିଥିଲେ। ମିଲୁ ରୁମରେ ଚେୟାରରେ ବସିଥିଲା ଆଉ ସୁମତି ମଧ୍ୟ ତାଙ୍କ ଗୋଡ ତଳକୁ ଝୁଲାଇ ବେଡରେ ବସିଗଲା। ଦୁହେଁ ଏହି ବିଷୟରେ କଥାବାର୍ତ୍ତା କଲେ। ଏହି ସମୟରେ ମିଲୁ ସୁମତିକୁ ପଚାରିଲେ, ଭାଉଜ, ତୁମର ଅଣ୍ଟା ଯନ୍ତ୍ରଣା ଏବେ କିପରି ଅଛି? ସୁମତି ହସି କହିଲା, ମୁଁ ଏବେ ସମ୍ପୂର୍ଣ୍ଣ ଭଲ ଅଛି। ଗତକାଲି ତୁମେ ମୋର ବହୁତ ଭଲ ମସାଜ କରିଥିଲା। ମିଲୁ ତାଙ୍କ ସରବତର ଗ୍ଲାସ ସାଇଡ ଟେବୁଲ ଉପରେ ରଖି କହିଲା, ଭାଉଜ, ତୁମେ ଆରାମରେ ଶୋଇପଡ଼। ମୁଁ ତୁମକୁ ପୁଣି ଥରେ ମୁଭ ମାଲିସ କରିବି, ଯାହାଦ୍ୱାରା ତୁମର ସ୍ୱାସ୍ଥ୍ୟ ଆହୁରି ଭଲ ହେବ। ସୁମତି ମନା କରି କହିଲା, ନା ମିଲୁ, ମୁଁ ଏବେ ସମ୍ପୂର୍ଣ୍ଣ ଭଲ ଅଛି। କିନ୍ତୁ ମିଲୁ କହିଲା, ଭାଉଜ, ତୁମେ ସବୁବେଳେ ମୋ ପାଇଁ କେତେ କଣ କର, ମୁଁ ତୁମ ପାଇଁ ଏତିକି କରିପାରିବିନି। ଆସ ବେଡରେ ଶୋଇପଡ଼। ସୁମତି ତାଙ୍କ କଥାକୁ ଏଡାଇ ପାରିଲା ନାହିଁ ଏବଂ ଖାଲି ଗ୍ଲାସ ଟେବୁଲ ଉପରେ ରଖି କହିଲା, ଠିକ ଅଛି, ତୁମ କଥାରେ ମୁଁ ରାଜି। ମୁଁ ଶୋଇବି। ପ୍ରଥମେ ମୋତେ ମୋ ସାଣ୍ଡେଲ ଖୋଲିବାକୁ ଦିଅ। ତମକୁ ସାଣ୍ଡେଲ ଖୋଲିବାର କୌଣସି ଆବଶ୍ୟକତା ନାହିଁ ଭାଉଜ। ଏତେ ସୁନ୍ଦର ସାଣ୍ଡେଲ ତୁମ ସୁନ୍ଦର ପାଦକୁ ଆହୁରି ସୁନ୍ଦର କରୁଛି। ତୁମେ ଏହିପରି ଶୋଇପାରିବ, ମିଲୁ ଥଟ୍ଟାରେ କହିଲା। ସୁମତି ତାଙ୍କ କଥା ଶୁଣି ହସିଲେ ଆଉ ସେ ତାଙ୍କ କଥାରେ ରାଜି ହୋଇ ବିଛଣାରେ ଶୋଇପଡ଼ିଲେ। ସେ ଶାଢ଼ୀ ପିନ୍ଧିଥିଲେ, ତେଣୁ ତାଙ୍କ ଅଣ୍ଟା ମିଲୁଙ୍କ ଆଖି ସାମ୍ନାରେ ଥିଲା। ମିଲୁ ତାଙ୍କ ଆଙ୍ଗୁଠିରେ ମୁଭ ଲଗାଇ ସୁମତିଙ୍କ ଅଣ୍ଟା ମାଲିସ କରିବାକୁ ଲାଗିଲେ। ସୁମତି ମିଲୁଙ୍କୁ ପଚାରିଲେ, ମୋତେ ଗୋଟିଏ କଥା କୁହ ମିଲୁ, ତୁମେ ମୋର ହାଇ ହିଲ୍ ସାଣ୍ଡେଲକୁ ବହୁତ ପସନ୍ଦ କର, ଠିକ ନା? ମିଲୁ ଲାଜରେ କହିଲା, ହଁ ଭାଉଜ, ତୁମେ ସମ୍ପୂର୍ଣ୍ଣ ଠିକ କହୁଛ। ମୋତେ ମହିଳାମାନଙ୍କ ପାଦରେ ହାଇ ହିଲ୍ ସାଣ୍ଡେଲ ଆକର୍ଷଣୀୟ ଲାଗେ ଏବଂ ତୁମେ ସବୁବେଳେ ହାଇ ହିଲ୍ ସାଣ୍ଡେଲ ପିନ୍ଧ। ସୁମତି ହସି ହସି କହିଲା, ଏଥିରେ ଲଜ୍ଜିତ ହେବାର କଣ ଅଛି? ମୁଁ ତାଙ୍କ ଆଖିରେ କିଛି ଅଜବ ପାଇଲି ନାହିଁ। ମୁଁ ତୁମର ଭାବନା ବୁଝିପାରୁଛି। ମିଲୁଙ୍କ ହାତ ଦ୍ୱାରା କରାଯାଇଥିବା ମସାଜ ଦ୍ୱାରା ସେ ବହୁତ ଆରାମ ପାଉଥିଲେ। ମିଲୁଙ୍କ ହାତ ଧୀରେ ଧୀରେ ତଳକୁ ଖସିବାକୁ ଲାଗିଲା। ସୁମତିଙ୍କ ମଜା କରିବାର ମନୋଭାବ ଦେଖି ମିଲୁ ମଧ୍ୟ କିଛି ସାହସ ଦେଖାଇ କହିଲେ, ଭାଉଜ, ତୁମର ଚର୍ମ ବହୁତ ନରମ। ଯଦି ତୁମେ ଚାହୁଁଛ, ତୁମେ ଶାଢ଼ୀ ଟିକେ ତଳକୁ କରିପାର, ଯାହାଦ୍ୱାରା ମୁଁ ଠିକ ଭାବରେ ମସାଜ କରିପାରିବି ଏବଂ ଶାଢ଼ୀ ମଧ୍ୟ ମଇଳା ହେବ ନାହିଁ। ସୁମତି ଲାଜରେ ଶାଢ଼ୀ ଟିକେ ଢିଲା କରିଦେଲା, ଯାହାଦ୍ୱାରା ମସାଜ ସହଜ ହୋଇପାରିବ। ଗତକାଲି ରାତିରେ ମସାଜ ଦ୍ୱାରା ସେ ବହୁତ ଆରାମ ପାଇଥିଲେ, ସେଥିପାଇଁ ସେ ମସାଜ କରିବାକୁ ମନା କରିପାରିଲେ ନାହିଁ। ସୁମତି ଶାଢ଼ୀ ଢିଲା କରିବା ମାତ୍ରେ ମିଲୁ ଧୀରେ ଧୀରେ ଶାଢ଼ୀ ତଳକୁ କରିଦେଲା, ଯାହାଦ୍ୱାରା ସେ ତାଙ୍କ ଅଣ୍ଟା ଠିକ ଭାବରେ ମସାଜ କରିପାରିବ। କିନ୍ତୁ ସେହି ସମୟରେ ସୁମତି ଅନୁଭବ କଲେ ଯେ ସେ ଟିକେ ଅସହଜ ଅନୁଭବ କରୁଛନ୍ତି, କାରଣ ସେ କିଛି ଭୁଲ କରିଦେଇଥିଲେ। ସେ ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କଲେ, ଶାଢ଼ୀ ସଂଶୋଧନ କଲେ
आउ मिलुंकु मसाज बंद करबाकू इंगित कले। मिलु किछि न कहि धीरे धीरे सुमतिर अंटा मसाज करि चलिले। से गभीर आश्वस्ति पाउथिले। से मसाज द्वारा दिया जाइथिबा आराम उपभोग करुथिले एवं से आपत्ति कले नाही। मिलु मसाज जारी रखिले एवं धीरे धीरे तांको हाथ अंटा तळकू घुंचाइले। सुमति मसाजरु आराम पाउथिले किंतु से अनुभव कले जे मिलु टिके अधिक साहसी होई गलेनी। से अनुभव कले जे से तांको अंटार तळ असकू अधिक ध्यान देउछंती। सुमति अनुभव कले जे तांकर साड़ी एवं साया टिके अधिक ढिला होई जाइछि एवं से लज्जारे तकियारे मुहम लुचाई देले एवं तांको ओठकू चापी तांको अस्थिरताकू नियंत्रण करबाकू चेष्टा कले। मिलु मुभ लगाइबा बाहानारे तांको चर्मर उष्मता अनुभव करुथिला हेले सुमति अनुभव कले जे मिलुंको कार्य बढ़ी जाइछि। सुमति तथापि आपत्ति कले नाही। तेणु मिलु अंटारू टिके तळकू मसाज करबाकू लागिले। एही परिस्थिति सुमति पई भल नथिला। से बहुत असहज अनुभव करबाकू लागिले किंतु से किछि कहिले नाही। किछि समय परे से अनुभव कले जे मिलु तांको सीमा अतिक्रम करबाकू चेष्टा करूछंती। आउ से तुरंत परिस्थिति को संभाळिले एवं मसाज बंद करबाकू इंगित कले। किछि समय परे जेतेबेले मिलु भूलवशतः तांकर गुप्त अंगकू छुइले सुमति पूरा आश्चर्य होई गले। तांकू लागिला जेपरी तांको शरीररे एक अजब सिहरण खेलीगला। से तुरंत मिलुंको हाथ धरी तांकू दूरकू ठेली देले एवं भयभीत होई कहिले, मिलु तमे कौन करुछ? सुमति तुरंत तांको ठारू दूररे बसीगले। से पूरा आश्चर्य एवं भयभीत होई गले। आउ मिलु मध्य परिस्थिति रे असहज अनुभव करुथिले। सुमति तांको कार्यकू पसंद कले नाही एवं से भयभीत होई बेडरू उठी गले। से ठिया हेबा मात्रे तांको साड़ी आउ साया ढिला हेबा जोगु तळे पड़ीगला, जहा जोगु से बहुत असहज होई गले। सुमति तुरंत परिस्थिति को संभाळिबाकू चेष्टा कले एवं शीघ्र नई पड़ी तांको साड़ी एवं सायार उठाइबाकू लागिले। सेही समयरे से बुझी पारिले नाही जे एही परिस्थिति रे कौन करिबे, कारण तांकर लज्जा एवं भयभीतता शीर्षरे थिला। से निजकू शांत करबाकू चेष्टा कले किंतु मिलु तांकर भय देखि तांकू बिछणारे बसी धरिबाकू साहाय्य कले। सुमति मिलुंकू कहिले, मु दुखित किंतु एहा एबे ठीक लागु नाही, आमकू अटकी जिबा उचित। मिलु तांकू अणदेखा कले एवं अटकिले नाही। तापरे जहा हेला संध्यारे सुमति आउ तांको भड़ाटिया मिलु एपरी एक परिस्थिति रे पहुंचिले जेउठारे उभयंक मध्यरे हठात घनिष्ठता सृष्टि हेला। सुमतिर निश्वास प्रश्वास द्रुत होइकला एवं तांको शरीर थरिबाकू लागिला। तांको मनरे एक अजब अशांति सृष्टि हेला, जहा जोगु से निजकू संभाळी पारिले नाही। जदिओ सुमति परिस्थिति को संपूर्ण भावरे संभाळिबाकू चेष्टा करुथिले, से निजकू अटकाइबा किंबा किछि कहिबा स्थिति रे नथिले। उभय कोनोसी कथावार्ता बिना सेही स्थिति रे आगकू बढ़ुथिले। मिलुंको निकटतरता तांकू अस्वस्थिकर करि देउथिला, किंतु तांकू अटकाइबा परिवर्ते सुमति तांकू आगकू बढ़िबाकू देले। सुमतिर मन द्वंद्वरे पड़ीगला। आउ से कोन घटुछि ताहा बुझी पारु नथिले। तांको शरीर गोटिए स्थिति रे अटकी रहिथिबा बेले तांको मनरे एक नीरवता थिला। मिलु एही घनिष्ठता को वृद्धि कले एवं सुमतिर शरीर को निज उपाय अनुभव कले, जहा सुमति को आहुरी अस्वस्थिकर करदेला। शेषरे सुमति अनुभव कले जे तांको अवस्था बहुत आगको बढ़ी जाइछि एवं तांकू एबे अटकाइबा ठीक हेबो नाही। तापरे सबु किछि करिबा परे छड़ देई गति करिबा परे शांति परी पुणी थरे नीरवता आसीगला। से तुरंत मिलुंकू पछकू हटिबाकू कहिले। सुमति निजकू नियंत्रण कले एवं तांको निश्वास को नियंत्रण करिबाकू लागिले। किछि समय परे मिलु मध्य लाजरे मुंड तळकू करी रूमरू बाहरकू चली गले। तो सांग माने एहा थिला आमर एक छोट कहानी। तो आपण मानंकू एही कहानीटी किपरि लागिला कमेंट रे कुह। कहानी को यथा संभव लाइक एवं तम सांग मानंक सहित अधिक मात्रा रे शेयर करंतु। आउ आगको आहुरी एमितिका रोमांटिक कहानी देखिबा पई आम चैनल को सब्सक्राइब करंतु। आउ पाखरे थिबा बेल आइकन को ऑन करि दियंतु। धन्यवाद।